ଯିଏ ନିଜର ସ୍ୱପ୍ନକୁ ସତ କରିବାକୁ ଚାହେଁ ସେ କେବେ ହାର ମାନେ ନାହିଁ। ନମସ୍କାର ବନ୍ଧୁଗଣ, ମୁଁ ସାଗର, କଳାକାର ସାଗର ସଂଘ ମାଷ୍ଟ୍ରୋଲୋଜି ଜ୍ୟୋତିଷ ଜ୍ଞାନ ଆଣ୍ଡ କର୍ମ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଆଜି ଆମେ ଆଲୋଚନା କରିବା ତୁଳା ରାଶିର ଜାତକ ଜାତିକାମାନଙ୍କ ପାଇଁ ଏହି 2026 ମସିହାର ଏପ୍ରିଲ ମାସ କିପରି କଟିବ, ଗ୍ରହମାନଙ୍କର ସ୍ଥିତି କିପରି ଅଛି, ନବଗ୍ରହମାନେ କି ଫଳ ଦେବେ, ସବୁକିଛି ସ୍ୱାସ୍ଥ୍ୟ, ଶିକ୍ଷା, ଫାଇନାନ୍ସ, ଲଭ୍ ରିଲେସନ୍, ମ୍ୟାରେଡ୍ ଲାଇଫ୍, ଜବ୍ ଅର୍ ପ୍ରଫେସନ୍ ଏବଂ ବିଜନେସ୍ ବିଷୟରେ ଡିଟେଲ୍ସରେ ଆଲୋଚନା କରିବା। ଆସନ୍ତୁ ପ୍ରଥମେ ନଜର ପକାଇବା ଗ୍ରହ ଗୋଚର ସ୍ଥିତି ଉପରେ। ଆପଣଙ୍କର ରାଶିରୁ ପଞ୍ଚମ ଭାବରେ ରାହୁ ଏବଂ ବୁଧ ଅବସ୍ଥାନ କରିଛନ୍ତି। ଷଷ୍ଠରେ ଅଛନ୍ତି ଶନି, ରବି ଏବଂ ମଙ୍ଗଳ। ସପ୍ତମ ସ୍ଥାନରେ ଅଛନ୍ତି ଶୁକ୍ର। ନବମରେ ଅଛନ୍ତି ବୃହସ୍ପତି ଏବଂ ଏକାଦଶରେ ଅଛନ୍ତି କେତୁ। ବନ୍ଧୁଗଣ, ଏହି ବିଚାର ଜନ୍ମ ରାଶି ଚନ୍ଦ୍ର ରାଶିକୁ ଆଧାର କରି କରାଯାଇଛି। ଯେଉଁମାନଙ୍କର ତୁଳା ରାଶି ଏବଂ ତୁଳା ଲଗ୍ନ, ସେମାନଙ୍କ ପାଇଁ ଏହି ଭିଡ଼ିଓ ଅଧିକ ଫଳପ୍ରଦ ହେବ ବୋଲି ଆମର ଆଶା ଓ ବିଶ୍ୱାସ। ସର୍ବପ୍ରଥମେ ଦେଖିବା ଏହି ଏପ୍ରିଲ ମାସରେ ଆପଣଙ୍କର ସ୍ୱାସ୍ଥ୍ୟ କିପରି ରହିବ। ଫାର୍ଷ୍ଟ ହାଉସ୍ ଆମର ଶରୀର, ଆମ ଇମ୍ୟୁନିଟିର ଭାବ। ଅଧିପତି ହେଉଛନ୍ତି ଶୁକ୍ର। ଶୁକ୍ର ଅଛନ୍ତି ସପ୍ତମରେ ଏବଂ ଦୃଷ୍ଟି ଦେଉଛନ୍ତି ନିଜ ଗୃହକୁ, ଲଗ୍ନକୁ। ଲଗ୍ନକୁ ମଧ୍ୟ ବୃହସ୍ପତିଙ୍କର ଦୃଷ୍ଟି ରହିଛି, ଯାହାକି ଏକ ଶୁଭ ସଂକେତ। ଶରୀରରେ ଏନର୍ଜି ଏବଂ ରିକଭରି ପାୱାର ଭଲ ରହିବ। ଯଦି କିଛି ଛୋଟ ମୋଟ ହେଲ୍ଥ ଇସ୍ୟୁ ହୁଏ, ଶୀଘ୍ର ସୁସ୍ଥ ହେବାର ସମ୍ଭାବନା ରହିଛି। ବୃହସ୍ପତିଙ୍କର ଦୃଷ୍ଟି ସ୍ୱାସ୍ଥ୍ୟ ପାଇଁ ଯେହେତୁ ଶୁଭ, ତେଣୁ ଇମ୍ୟୁନିଟି ପାୱାର ବଢ଼ିବ, ମାନସିକ ଚାପ କମିବ। ପୁରୁଣା ରୋଗ ଯଦି କିଛି ଥାଏ ତେବେ ସୁଧାର ଦେଖିବାକୁ ମିଳିବ। ଏହି ଏପ୍ରିଲ ମାସରେ ଷ୍ଟମାକ୍ ଇସ୍ୟୁ, ଏସିଡ଼ିଟି, ଥକାପଣ, ନିଦ ଟିକେ କମ୍ ହେବା, ଶୁକ୍ରଙ୍କ ପ୍ରଭାବରୁ ହର୍ମୋନାଲ ଇମ୍ବାଲାନ୍ସ ଟିକେ ରହିପାରେ। ଏ ମାସରେ ଦେଖିବାକୁ ଗଲେ ସେମିତି କିଛି ମେଜର ହେଲ୍ଥ ଇସ୍ୟୁ ନାହିଁ। ସ୍ୱାସ୍ଥ୍ୟ ମୋଟାମୋଟି ଭାବରେ ଭଲ ରହିବ। ଶୁକ୍ର ଏବଂ ବୃହସ୍ପତିଙ୍କର ଶୁଭ ଦୃଷ୍ଟି ଲଗ୍ନକୁ ଯେହେତୁ ରହୁଛି, ବଡ଼ ହେଲ୍ଥ ପ୍ରୋବ୍ଲେମ୍ ହେବାର ସମ୍ଭାବନା କମ୍। ଯେଉଁମାନେ କିଛି ପୁରୁଣା ରୋଗରେ ପୀଡ଼ିତ ଅଛନ୍ତି, ଲଗ୍ନକୁ ଶୁଭ ଗ୍ରହର ଦୃଷ୍ଟି ଥିବାରୁ ଶରୀରର ରିକଭରି ପାୱାର ବଢ଼ିବ। ପୁରୁଣା ରୋଗରେ ଔଷଧ ଭଲ କାମ କରିପାରେ। ଲଗ୍ନକୁ ବୃହସ୍ପତିଙ୍କର ଦୃଷ୍ଟି, ଡାକ୍ତରୀ ପରାମର୍ଶରୁ ଲାଭ ମିଳିବ। ଶରୀରରେ ଧୀରେ ଧୀରେ ସୁଧାର ଦେଖିବାକୁ ପାଇବେ। ଓଭରଅଲ୍ ଯଦି କହିବି, ମାସଟି ତୁଳା ରାଶି ପାଇଁ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଭଲ ରହିବ। ଏବେ ଆଲୋଚନା କରିବା ଫାଇନାନ୍ସ ବିଷୟରେ। ତୁଳା ରାଶି ପାଇଁ ଏପ୍ରିଲ 2026ରେ ଧନ ଓ ଆର୍ଥିକ ସ୍ଥିତି ମିଶ୍ରିତ ଥିଲେ ମଧ୍ୟ ଶେଷ ଭାଗରେ ଭଲ ଉନ୍ନତି ଦେଖାଯିବ। ଆପଣଙ୍କର ରାଶିର ଦ୍ୱିତୀୟ ଭାବ ଧନ ଭାବ, ଅଧିପତି ହେଲେ ମଙ୍ଗଳ। ମଙ୍ଗଳ ଅଛନ୍ତି ଷଷ୍ଠ ଭାବରେ, ତେଣୁ ଧନ ପାଇବା ପାଇଁ କିଛି ପରିଶ୍ରମ ଓ ସଂଘର୍ଷ କରିବାକୁ ପଡ଼ିପାରେ। କେବେ କେବେ ଋଣର ବୋଝ, ଖର୍ଚ୍ଚ କିମ୍ବା ଅପେକ୍ଷା କରିନଥିବା ବ୍ୟୟ ବଢ଼ିପାରେ। କେବେ କେବେ ଋଣର ବୋଝ କିମ୍ବା ଆଶା କରିନଥିବା ବ୍ୟୟ ମଧ୍ୟ ବଢ଼ିପାରେ। ଷଷ୍ଠ ଭାବ କମ୍ପିଟିସନର ଭାବ, ତେଣୁ କଠିନ ପରିଶ୍ରମ ମାଧ୍ୟମରେ ଅର୍ଥ ଲାଭ ହେବ। ସେହିପରି ଲାଭ ଭାବର ଅଧିପତି ରବି ଏପ୍ରିଲ 14 ପରେ ମେଷ ରାଶିରେ ଉଚ୍ଚସ୍ଥ ହେଲେ ନୂତନ ଆୟର ରାସ୍ତା ଫିଟିପାରେ। ନେମ୍ ଆଣ୍ଡ ଫେମ୍ ମାଧ୍ୟମରେ ଧନ ଲାଭ ହେବ। କାମ କିମ୍ବା ବ୍ୟବସାୟ ମାଧ୍ୟମରେ ପ୍ରଫିଟ୍ ବଢ଼ିବାର ସମ୍ଭାବନା ରହିଛି। ଏହି ମାସରେ ଜବ୍ କିମ୍ବା ସର୍ଭିସ୍ ମାଧ୍ୟମରେ କମ୍ପିଟିସନ୍, ଗଭର୍ଣ୍ଣମେଣ୍ଟ ରିଲେଟେଡ୍ ୱାର୍କ, ପାର୍ଟନରସିପ୍ କିମ୍ବା ବିଜନେସ୍ ଡିଲିଂସରୁ ଅର୍ଥ ପ୍ରାପ୍ତିର ଯୋଗ ରହିଛି। ପୁରୁଣା ବାକି ଥିବା ଟଙ୍କା ଫେରସ୍ତ ପାଇବେ। ନେଟୱାର୍କିଂ କିମ୍ବା ଇନଫ୍ଲୁଏନ୍ସ ମାଧ୍ୟମରେ ମିଳିବ। ପରିବାରର ଆର୍ଥିକ ସ୍ଥିତି ମାସ ଆରମ୍ଭରୁ ଟିକେ ଡାଉନ୍ ରହିବ। ମାସ ଆରମ୍ଭରୁ ଟିକେ ଖର୍ଚ୍ଚ ବଢ଼ିପାରେ, କିନ୍ତୁ ଏହି ମାସର ମଧ୍ୟ ଭାଗରୁ ପରିବାରର ଆର୍ଥିକ ସ୍ଥିତି ଧୀରେ ଧୀରେ ସୁଧୁରିଯିବ। ପରିବାରରେ କେହି କର୍ମ ନିଯୁକ୍ତି ପାଇବା ଦ୍ୱାରା ଆର୍ଥିକ ସ୍ଥିତିକୁ ସୁଧାରି ପାରନ୍ତି। ଲାଭ ଦ୍ୱାରା ଏକ୍ସଟ୍ରା ଇନକମ୍ ଆସିପାରେ। ଏବେ ଆଲୋଚନା କରିବା ଶିକ୍ଷା ବିଷୟରେ। ପଞ୍ଚମ ଭାବ ଶିକ୍ଷାର ଭାବ। ପଞ୍ଚମାଧିପତି ଶନି ଅଛନ୍ତି ଷଷ୍ଠ ଭାବରେ ମଙ୍ଗଳ ଓ ରବିଙ୍କ ସହିତ। ପାଠପଢ଼ାରେ ବିଦ୍ୟାର୍ଥୀଙ୍କୁ ବେଶୀ ପରିଶ୍ରମ କରିବାକୁ ପଡ଼ିବ। ମଝିରେ ମଝିରେ ପ୍ରେସର ଅଧିକ ରହିବ। କମ୍ପିଟିସନ୍ ବଢ଼ିଯିବ। ଟେନସନ୍ ଅନୁଭବ କରିବେ। କନସେନ୍ଟ୍ରେସନ୍ ଏହି ସମୟରେ ଲ୍ୟାକ୍ କରିପାରେ। ମାଇଣ୍ଡ ଡିଷ୍ଟର୍ବ ରହିବ। ଯଦି ପଜିଟିଭ୍ ଦୃଷ୍ଟିରୁ ଦେଖିବା, ତେବେ ଶନି ଷଷ୍ଠ ଭାବରେ ଥିବାରୁ କମ୍ପିଟେଟିଭ୍ ଏକ୍ଜାମ୍ ପାଇଁ ତ ଭଲ, କାରଣ ଷଷ୍ଠ ଭାବ କମ୍ପିଟିସନ୍ର ଭାବ। ଯେଉଁମାନେ ଗଭର୍ଣ୍ଣମେଣ୍ଟ ଏକ୍ଜାମ୍, ଏଣ୍ଟ୍ରାନ୍ସ ଏକ୍ଜାମ୍, କମ୍ପିଟେଟିଭ୍ ଏକ୍ଜାମ୍ ପାଇଁ ଟ୍ରାଏ କରୁଛନ୍ତି, ସେମାନେ ସଫଳତା ପାଇବେ। ଡିସିପ୍ଲିନ୍ ସହିତ ହାର୍ଡ଼ୱାର୍କ କଲେ ରେଜଲ୍ଟ ନିଶ୍ଚିତ ଭାବରେ ମିଳିବ। ସେହିପରି ଉଚ୍ଚଶିକ୍ଷାର ଭାବ ନବମ ଭାବ। ନବମାଧିପତି ହେଲେ ବୁଧ ଅଛନ୍ତି ପଞ୍ଚମ ଭାବରେ ରାହୁ ସହିତ। 11 ଏପ୍ରିଲ ପରେ ବୁଧ ଷଷ୍ଠ ଭାବକୁ ଯାଇ ଶନିଙ୍କ ସହିତ ରହିବେ। ନବମ ଭାବରେ ବୃହସ୍ପତି ଅଛନ୍ତି, ତେଣୁ ହାୟର ଏଜୁକେସନ୍ ପାଇଁ ବହୁତ ଶୁଭ। ବିଦେଶରେ ଶିକ୍ଷା,
ରିସର୍ଚ୍ଚ, ଫିଲୋସଫି, ସ୍ପିରିଚୁଆଲ୍ ନଲେଜରେ ଆଗ୍ରହ ବଢ଼ିବ। ରାହୁ ସହିତ ବୁଧଙ୍କର କମ୍ବିନେସନ୍ ମାସ ଆରମ୍ଭରୁ 10 ତାରିଖ ଭିତରେ ଆପଣଙ୍କୁ କନଫ୍ୟୁଜ୍ କରିବ। ସବଜେକ୍ଟ ଚେଞ୍ଜର ଭାବନା ଆସିପାରେ। କେଉଁ ସବଜେକ୍ଟ କ୍ୟାରିୟର ପାଇଁ ଭଲ ଚୟନ କରିବା ପାଇଁ କନଫ୍ୟୁଜ୍ ରହିବେ। ପାଠପଢ଼ାରେ କନସେନ୍ଟ୍ରେସନ୍ ଏହି ସମୟରେ ଲ୍ୟାକ୍ କରିବ। 11 ଏପ୍ରିଲ ପରେ ନବମାଧିପତି ବୁଧ ଷଷ୍ଠ ଭାବରେ ପଞ୍ଚମପତି ଯୁକ୍ତ ହୋଇକି ରହିବେ। ଷ୍ଟଡି ରୁଟିନ୍ ଇମ୍ପ୍ରୁଭ୍ ହେବ। କମ୍ପିଟିସନ୍ ପାଇଁ ଫୋକସ୍ ବଢ଼ିବ। ହାର୍ଡ଼ୱାର୍କର ଫଳ ମିଳିବ। ଏହି ମାସରେ ଯେଉଁ ବିଦ୍ୟାର୍ଥୀମାନେ ଗଭର୍ଣ୍ଣମେଣ୍ଟ ଜବ୍ ପ୍ରିପାରେସନ୍, ଟେକ୍ନିକାଲ୍ ଏଜୁକେସନ୍, ଲ, ରିସର୍ଚ୍ଚ, ଆନାଲିଟିକାଲ୍ ସବଜେକ୍ଟ ରଖି ପାଠ ପଢ଼ୁଛନ୍ତି ସେମାନେ ଲାଭ ପାଇବେ। ଏହି ମାସରେ ପାଠପଢ଼ାରେ କିଛି ବାଧା ମଧ୍ୟ ଆସିବ, କାରଣ ନବମ ଏବଂ ପଞ୍ଚମପତି ଷଷ୍ଠ ଭାବରେ ଏବଂ ପଞ୍ଚମ ସ୍ଥାନରେ ରାହୁ। ମୋବାଇଲ କିମ୍ବା ସୋସିଆଲ ମିଡ଼ିଆରେ ଟାଇମ୍ ୱେଷ୍ଟ ହୋଇପାରେ। ଫ୍ରେଣ୍ଡସ୍ମାନଙ୍କ ଦ୍ୱାରା ଫୋକସ୍ ଭଙ୍ଗ ହେବ। କିଛି ବିଦ୍ୟାର୍ଥୀମାନଙ୍କର ଏକ୍ଜାମ୍ ଫିୟର ବି ରହିବ। ଯେଉଁମାନେ ମେଡ଼ିକାଲ ଫିଲ୍ଡରେ ଅଛନ୍ତି, MBBS କରୁଛନ୍ତି, ନର୍ସିଂ କରୁଛନ୍ତି, ପାରାମେଡ଼ିକାଲ ଷ୍ଟୁଡେଣ୍ଟସ୍ ଅଛନ୍ତି, ଫାର୍ମାସିଷ୍ଟ କରୁଛନ୍ତି, ଷଷ୍ଠ ଭାବରେ ମଙ୍ଗଳ ଏବଂ ରବି ଥିବାରୁ ମେଡ଼ିକାଲ ଫିଲ୍ଡରେ ଏନର୍ଜି ଏବଂ ଡିଟରମିନେସନ୍ ବଢ଼ିବ। ମେଡ଼ିକାଲ ଷ୍ଟୁଡେଣ୍ଟସ୍ଙ୍କର ପ୍ରାକ୍ଟିକାଲ ନଲେଜ ବଢ଼ିବ। ହସ୍ପିଟାଲ ଟ୍ରେନିଂ କିମ୍ବା ଇଣ୍ଟର୍ନସିପ୍ରେ ଏକ୍ସପିରିଏନ୍ସ ମିଳିବ। ଏକ୍ଜାମ୍ ପ୍ରିପାରେସନ୍ ଷ୍ଟ୍ରଙ୍ଗ ହେବ। ସେହିପରି ଯେଉଁମାନେ ଇଞ୍ଜିନିୟରିଂ କରୁଛନ୍ତି ଟେକ୍ନିକାଲ ସ୍କିଲ୍ ଇମ୍ପ୍ରୁଭ୍ ହେବ। ପ୍ରୋଜେକ୍ଟ ୱାର୍କ ଏବଂ ରିସର୍ଚ୍ଚରେ ନୂଆ ଆଇଡ଼ିଆ ଆସିପାରେ। କୋଡ଼ିଂ, ସଫ୍ଟୱେୟାର, ଇଲେକ୍ଟ୍ରୋନିକ୍ସ ଫିଲ୍ଡରେ ଗ୍ରୋଥ୍ ହେବ। ମୋଟାମୋଟି ଭାବରେ କହିବାକୁ ଗଲେ ଇଞ୍ଜିନିୟରିଂ ଷ୍ଟୁଡେଣ୍ଟସ୍ମାନଙ୍କ ପାଇଁ ଲର୍ଣ୍ଣିଂ ଏବଂ ସ୍କିଲ୍ ଡେଭଲପମେଣ୍ଟର ମାସ ହେଉଛି ଏହି ଏପ୍ରିଲ ମାସ। ରାହୁ ସହିତ ବୁଧର କମ୍ବିନେସନ୍ ଏପ୍ରିଲ 10 ତାରିଖ ପର୍ଯ୍ୟନ୍ତ ରହୁଛି। ଏହି କଞ୍ଜକ୍ସନ୍ ଟେକ୍ନୋଲୋଜି ସହିତ ଜଡ଼ିତ। ତେଣୁ IT, ପଲିଟେକ୍ନିକ୍, AI, ସଫ୍ଟୱେୟାର, ଇଲେକ୍ଟ୍ରୋନିକ୍ସ ପଢ଼ୁଥିବା ପିଲାମାନେ ନ୍ୟୁ ଟେକ୍ନୋଲୋଜି ଶିଖିବେ। ଅନଲାଇନ୍ ଲର୍ଣ୍ଣିଂରେ ବିଦ୍ୟାର୍ଥୀମାନଙ୍କର ଇଣ୍ଟରେଷ୍ଟ ବଢ଼ିବ। ଇଣ୍ଟର୍ନସିପ୍ ଏବଂ ପ୍ରାକ୍ଟିକାଲ ସ୍କିଲ୍ ମିଳିପାରେ। ଓଭରଅଲ୍ ଯଦି କହିବି ଏହି ମାସରେ ମେଡ଼ିକାଲ ଷ୍ଟୁଡେଣ୍ଟସ୍ଙ୍କର ହାର୍ଡ଼ୱାର୍କ ସହିତ ପ୍ରାକ୍ଟିକାଲ ନଲେଜ ବଢ଼ିବ। ଇଞ୍ଜିନିୟରିଂ ଷ୍ଟୁଡେଣ୍ଟସ୍ଙ୍କର ସ୍କିଲ୍ ଡେଭଲପମେଣ୍ଟ ସହିତ ପ୍ରୋଜେକ୍ଟରେ ସକ୍ସେସ୍ ହେବେ। ଯେଉଁମାନେ ଟେକ୍ନିକାଲ ଷ୍ଟୁଡେଣ୍ଟସ୍ ଅଛନ୍ତି, ITI କରୁଛନ୍ତି, ଡିପ୍ଲୋମା କରୁଛନ୍ତି, ଇଲେକ୍ଟ୍ରିସିଆନ୍ ଅଛନ୍ତି, ଫିଟର ଅଛନ୍ତି, ସେମାନଙ୍କର ଟେକ୍ନୋଲୋଜି ଲର୍ଣ୍ଣିଂରେ ଗ୍ରୋଥ୍ ହେବ। ଏବେ ଆଲୋଚନା କରିବା ଲଭ୍ ରିଲେସନ୍ ବିଷୟରେ। ପଞ୍ଚମ ଭାବ ଲଭ୍ର ଭାବ, ଆଟ୍ରାକ୍ସନ୍ର ଭାବ, ରୋମାନ୍ସର ଭାବ। ପଞ୍ଚମାଧିପତି ଶନି ଅଛନ୍ତି ଷଷ୍ଠରେ ମଙ୍ଗଳ ଏବଂ ରବିଙ୍କ ସହିତ। ଏହାର ଅର୍ଥ ହେଉଛି ପ୍ରେମ ସମ୍ପର୍କରେ ଛୋଟ ମୋଟ ତର୍କ ବିତର୍କ ରହିବ। ମିସ୍ଅଣ୍ଡରଷ୍ଟାଣ୍ଡିଂ ହେବାର ସମ୍ଭାବନା ଅଧିକ। କେବେ କେବେ ଇଗୋ ପ୍ରୋବ୍ଲେମ୍ କିମ୍ବା ଅଧିକ ଜିଦ୍ଦି ସ୍ୱଭାବ ଦ୍ୱାରା ରିଲେସନସିପ୍ରେ ଟେନସନ୍ ଆସିପାରେ। ଯଦି ଆପଣ ଏବେ ନୂଆ ରିଲେସନସିପ୍ରେ ଆସିଛନ୍ତି ତେବେ ପରୀକ୍ଷାର ସମୟ ଭଳି ଲାଗିପାରେ। ପ୍ରେମର କାରକ ଗ୍ରହ ଶୁକ୍ର ନିଜେ ଲଗ୍ନପତି ସପ୍ତମରେ ରହି ଲଗ୍ନକୁ ଦୃଷ୍ଟି ଦେଉଛନ୍ତି। ଆପଣଙ୍କର ଆକର୍ଷଣ ବଢ଼ିବ। ଲୋକ ଆପଣଙ୍କ ପ୍ରତି ଆକର୍ଷିତ ହେବେ। ଯେଉଁମାନେ ସିଙ୍ଗିଲ୍ ଅଛନ୍ତି ସେମାନଙ୍କୁ ନୂଆ ଲଭ୍ ପ୍ରପୋଜାଲ୍ ମିଳିପାରେ। ଯେଉଁମାନଙ୍କର ରିଲେସନସିପ୍ରେ କିଛି ସମସ୍ୟା ଥିଲା, ମାନ ଅଭିମାନ ଥିଲା, ମିସ୍ଅଣ୍ଡରଷ୍ଟାଣ୍ଡିଂ ଥିଲା, ପୁନର୍ବାର ସମ୍ପର୍କ ଭଲ ହେବାର ସମ୍ଭାବନା ରହିଛି। ମାସର ଆରମ୍ଭରେ କିଛି ଟେନସନ୍ ରହିବ, ଆର୍ଗୁମେଣ୍ଟ ହେବ, କିନ୍ତୁ ଶୁକ୍ରଙ୍କର ଶକ୍ତି ଦ୍ୱାରା ଶେଷରେ ସମ୍ପର୍କରେ ସୁଧାର ଆସିବ। ଅନେକଙ୍କ ପାଇଁ ଲଭ୍ ରିଲେସନ୍ ମ୍ୟାରେଜ୍ ଦିଗକୁ ଯିବାର ସମ୍ଭାବନା ମଧ୍ୟ ରହିଛି। ପଞ୍ଚମ ଭାବରେ ରାହୁ ଅଛନ୍ତି। ଆଟ୍ରାକ୍ସନ୍ର ଭାବ ହେଉଛି ପଞ୍ଚମ ଭାବ। ହଠାତ୍ କାହା ପ୍ରତି ଆଟ୍ରାକ୍ସନ୍ ଆପଣଙ୍କର ବଢ଼ିପାରେ। ଅନେକଙ୍କ ଜୀବନରେ ଅନଏକ୍ସପେକ୍ଟେଡ୍ ଲଭ୍ ରିଲେସନ୍ ଆସିପାରେ, କିନ୍ତୁ କେବେ କେବେ କନଫ୍ୟୁଜନ୍, ଇଲ୍ୟୁଜନ୍ ସୃଷ୍ଟି ହେବ। ଆପଣ ଯାହା ଦେଖିବେ, ଯାହା ଭାବିବେ, ବାସ୍ତବରେ ତାହା ସେମିତି କିଛି ହେବ ନାହିଁ। ଓଭରଅଲ୍ ଯଦି କହିବି ଏହି ଏପ୍ରିଲ ମାସରେ ତୁଳା ରାଶି ପାଇଁ ଲଭ୍ ଲାଇଫ୍ ମିକ୍ସ ରେଜଲ୍ଟ ଦେବ। ଛୋଟ ମୋଟ ତର୍କ ବିତର୍କ ହେଲେ ମଧ୍ୟ ରିଲେସନସିପ୍ ଭାଙ୍ଗିବା ଭଳି ସ୍ଥିତି ନାହିଁ, ବରଂ ଆହୁରି ମଜବୁତ ହେବ। ଏବେ ଆଲୋଚନା କରିବା ବିବାହ ଓ ଦାମ୍ପତ୍ୟ ଜୀବନ ବିଷୟରେ। ସପ୍ତମ ଭାବ ବିବାହର ଭାବ। ସପ୍ତମାଧିପତି ମଙ୍ଗଳ ଅଛନ୍ତି ଷଷ୍ଠ ଭାବରେ। ତେଣୁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କିଛି ଭୁଲ ବୁଝାମଣା, ମତଭେଦ ହେବାର ସମ୍ଭାବନା ରହିଛି। ଷଷ୍ଠ ଭାବ ଶତ୍ରୁ, ବିବାଦ ଏବଂ ଟେନସନ୍ର ଭାବ ହୋଇଥିବାରୁ ଛୋଟ ଛୋଟ କଥାରେ ମିସ୍ଅଣ୍ଡରଷ୍ଟାଣ୍ଡିଂ ହୋଇପାରେ। ସପ୍ତମାଧିପତି ମଙ୍ଗଳ ଶନି ଏବଂ ରବିଙ୍କ ପ୍ରଭାବରେ ଥିବାରୁ ସମ୍ପର୍କରେ ଇଗୋ ପ୍ରୋବ୍ଲେମ୍ ବା ଷ୍ଟବର୍ନ ନେଚର ଆସିପାରେ। କିଛି ଲୋକଙ୍କ ପାଇଁ ପରିବାରରେ ମନମାଳିନ ହେବାର ଯୋଗ ରହିଛି। କିଛି ଥାର୍ଡ଼ ପର୍ସନ୍ ଲୋକଙ୍କ ପାଇଁ ପରିବାରରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମନମାଳିନ ହେବାର ଯୋଗ ରହିଛି। ଏଠି କିନ୍ତୁ ଗୋଟିଏ ପଜିଟିଭ୍ ଜିନିଷ ଦେଖାଉଛି କ'ଣ ନା ଲଗ୍ନପତି ଶୁକ୍ର ସପ୍ତମରେ ଅଛନ୍ତି ଏବଂ ଏପ୍ରିଲ 14 ପରେ ରବି ମଧ୍ୟ ସପ୍ତମରେ ଅବସ୍ଥାନ କରିବେ, ଯାହାଫଳରେ କି ସମ୍ପର୍କରେ ପୁଣି ଆକର୍ଷଣ ଓ ଇଣ୍ଟିମେସି ବଢ଼ିବ।
कपल माने टाइम स्पेंड पाई लॉन्ग ट्रैवल करिपारंती, किछि न्यू प्लानिंग करिपारंती। पूर्वरु थिबा मिसअंडरस्टैंडिंग धीरे धीरे सॉल्व आड़कू जीवो। जो मैंने अनम्यारिड अछंती विवाह करिया पई प्लानिंग करूछंती, मासर द्वितीय भाग सेमानक पई शुभ रहिबो। प्रपोजल बा रिलेशन फिक्स हेबार जोग मध्य रहिछि। ओवरऑल जदि कहबी एई एप्रिल मासरे किछि टेंशन आर्गुमेंट रही पारे, किंतु मासर सेकेंड हाफ रे संपर्क रे सुधार, आकर्षण एवं अंडरस्टैंडिंग बढ़िबो। एबे आलोचना करिबा जॉब और प्रोफेशन विषय रे। दशम भाव कर्मर भाव, अधिपति हेले चंद्र। सेहीपरि कर्मकारक ग्रह शनि आपणकर राशि को जोगकारक अटंती। सेहीपरि कर्मकारक ग्रह शनि आपणकर राशि को जोगकारक ग्रह अटंती। शनि अछंती षष्ठ भाव रे। षष्ठ भाव होची नियुक्तिर स्थान। मंगल एवं रवि मध्य षष्ठ भाव रे संयुक्त होई अछंती। जॉब पई कंपटीशन रे कृतकार्य हेबार सुजोग रहिछि। मंगलंक प्रभाव थिबारु कंपटीशन, एग्जाम, इंटरव्यू रे लढिबार शक्ति मिलिबो। एप्रिल 14 परे रवि सप्तम केन्द्र रे उच्चस्थ हेले अथॉरिटी सपोर्ट मिलिबो, सीनियरंकर हेल्प मिलिबो। इंटरव्यू कॉल ए सबरो सुजोग मिलिबो। प्राइवेट कंपनी, कॉर्पोरेट सेक्टर, टेक्निकल फील्ड रे जॉब अपॉर्चुनिटी आसीपारे। जो माने ऑलरेडी जॉब रे अछंती, प्रमोशन सहित रेस्पॉन्सिबिलिटी बढ़िबो। प्रोजेक्ट लीडर आपण हेई पारंती। किछि तुला राशि व्यक्ति विशेष माने चैलेंज फेस करि पारंती। ऑफिस पॉलिटिक्स बढ़ी पारे। मंगल एवं रविंकर कंजक्शन बॉस को सहित आर्गुमेंट बढ़ाई पारे। कलीग आपणक प्रति जेलस हो पारंती। किछि लोकंकर एई मासरे ट्रांसफर किंबा डिपार्टमेंट चेंज हो पारे। गवर्नमेंट जॉब पई प्रोसेसिंग टिके स्लो रहिबो। जे माने प्राइवेट जॉब करूछंती सेमानकर स्थिति एई मासरे जद देखिबा तबे वर्कलोड बढ़िबो। न्यू अपॉर्चुनिटी किछि आसीबो। एप्रिल सेकेंड हाफ रे किछि बेटर सिचुएशन आसीबो। सेहीपरि गवर्नमेंट जॉब एस्पिरेंट्स मानक पई एग्जाम प्रिपरेशन स्ट्रांग हेबो। इंटरव्यू रो चांस आसपारे। जो मानकर क्वेश्चन अच्छी एई मासरे जॉब हेबो कि नहीं तांको पई कहूची। एप्रिल फर्स्ट हाफ स्ट्रगल। एप्रिल 14 पर इंटरव्यू कॉल आसीबो, सिलेक्शन रो चांस रही। सेहीपरि एप्रिल लास्ट वीक रे जॉब मिलियार पॉसिबिलिटी अधिक रही। स्पेशली प्राइवेट सेक्टर, जदि आपण इंजीनियरिंग, टेक्निकल, मैनेजमेंट, गवर्नमेंट रिलेटेड कॉन्ट्रैक्ट जॉब, सिक्यूरिटी, एडमिनिस्ट्रेशन ने इन्वॉल्व अछंती, जॉब रे अछंती, तेबे एई मासरे एई फील्ड रे शुभ फल पाइबे। एई मास आपण पई स्ट्रगल परे निश्चित भाव रे सक्सेस आनिबो। एबे आलोचना करिबा बिजनेस विषय रे। सप्तम भाव बिजनेस रो भाव। सप्तमाधिपति मंगल षष्ठ रे अछंती। षष्ठ भाव होची कंपटीशन रो भाव, लोन रो भाव, डिस्प्यूट रो भाव। तेणु बिजनेस रे कंपटीशन बढ़िबो। किछि मिसअंडरस्टैंडिंग हेई पारे पार्टनरଙ୍କ सहित। किंतु षष्ठ भाव शत्रु दमन रो भाव मध्य। तेणु कंपटीशन रे आपणकर जितिबार चांस रही। सप्तम रे शुक्र जेहेतु अवस्थान करछन्ते, शुक्र होचन्ते शुभ ग्रह एवं लग्नपति। तेणु कस्टमर अट्रैक्शन बढ़िबो। बिजनेस रिलेशन भल रहिबो। लग्जरी, ब्यूटी, फैशन, डेकोरेशन, ज्वेलरी, ऑनलाइन बिजनेस रे लाभ अधिक हेबो। जो माने पार्टनरशिप बिजनेस करूछन्ती आरंभरू किछि मतभेद मिसअंडरस्टैंडिंग हेई पारे। जदि ट्रस्ट एवं क्लियर एग्रीमेंट रहिला तेबे बिजनेस चलिबो। पार्टनर को ऊपर अधिक भरोसा करबा ठारू डॉक्यूमेंटेशन को अधिक इंपोर्टेंस दियंतु। एही एप्रिल मासर फास्ट फेज रे एक्सपेंसेस टिके बढ़ी पारे, किंतु एप्रिल 14 परे लाभर सुजोग रही। मार्केटिंग एवं नेटवर्किंग रे इनकम इनक्रीज हेबो। एप्रिल 14 परे एकादश भावर अधिपति अर्थात लाभ भावर अधिपति रवि सप्तम रे उच्चस्थ रहिबे। एकादश भाव होची प्रॉफिट, इनकम, नेटवर्किंग, कस्टमर गेन रो भाव। सप्तम भाव होची बिजनेस, पार्टनरशिप, मार्केट रो भाव। तेणु बिजनेस रु इनकम बढ़िबो। नुआ कस्टमर एवं कॉन्ट्रैक्ट मिल पारे। मार्केट रे नेम एवं रेपुटेशन बढ़िबो। रवि उच्चस्थ रहिबा फल बिजनेस डिसीजन स्ट्रांग हेबो। लीडरशिप क्वालिटी बढ़िबो। गवर्नमेंट रिलेटेड वर्क रे बेनिफिट मिलिबो। पार्टनरशिप बिजनेस रे डील किंबा कॉन्ट्रैक्ट मिलियार संभावना बढ़िबो। सप्तम भाव रे शुक्र अछि एवं लाभपति युक्त होइके अछि। तेणु ब्यूटी, फैशन, ऑनलाइन, सोशल मीडिया, लग्जरी, डेकोरेशन बिजनेस, होटेल, रेस्टोरेंट, गारमेंट शोरूम, जो मैंने यही सब बिजनेस करुछंती बा करने को प्लान करिछंती बा जो मैंने ऑलरेडी एइथरे इन्वॉल्व वर्कर भाव में काम करुछंती तेबे निश्चित भाव में अधिक लाभवान हेबे। एप्रिल 14 परे
ट्रेडिंग बिजनेस प्रॉफिट आसबार संभावना रही। तुला राशि व्यक्तिविशेष माने प्रतिकार कौन करेंगे। तुला राशि अधिपति हेले शुक्र। शुक्रंकर बीज मंत्र को जप करंतु। मंत्रटी है ओम द्रांग द्रीं द्रौं स शुक्राय नमः। दैनिक यह मंत्र को 108 थर जप करंतु। राहु आपणकर पंचम भाव अच्छी। राहु दोष शांति पाई दैनिक शिव दर्शन करंतु एवं राहुंकर मंत्र को जप करंतु। मंत्रटी है ओं रांग राहवे नमः। यही मंत्र को 21 थर जप करंतु। आर्थिक स्थिति रे सुधार पाई माँ लक्ष्मी उपासना करंतु। गाय को प्रत्येक दिन रुटी खाया दिंतु। कौन सी शुक्रवार दिन गरीब महिला बा झील को वस्त्र तथा शौखीन द्रव्यर उपहार दिंतु एवं शुक्रवार दिन धला किंबा पिंक कलर वस्त्र परिधान करंतु। आपण शुभ रहिबो। बंधुगण, यह थिला तुला राशि पई एप्रिल मासर भाग्यफल विषय विशेष आलोचना। जदि ये भिडियोटी आपण मानकु भल लगी थाए तेबे लाइक कमेंट शेयर करिया पई जमार भी भूलिबे नहीं। पुणी आसीबी आउ एक नुआ अध्याय को नहीं। से पर्यंत रहुछि। नमस्कार।